जड़े सन्थଙ୍କୁ एक व्यक्ति पचारिला, महाराज सर्वदा सुखी रहिबार उपाय कौन? सन्थ उत्तर देवा परिवर्ते ताकू गोटे छोट पत्थर देले ओ ताहाकू मुठा भितरे रखी निज मुंड उपरे उठाइबाकू कहिले। ସେହି ବ୍ୟକ୍ତି ସନ୍ଥଙ୍କ ନିର୍ଦ୍ଦେଶ ପାଳନ କଲା। ପଥରର ଓଜନ ଅଧିକ ନଥିଲା, ତେଣୁ କିଛି ସମୟ ପାଇଁ ସେହି ବ୍ୟକ୍ତିକୁ କୌଣସି କଷ୍ଟ ହେଲା ନାହିଁ। କିନ୍ତୁ ଅଧିକ ସମୟ ହାତ ଟେକି ହୋଇ ରହିବାରୁ ତା ହାତକୁ କଷ୍ଟ ଲାଗିଲା। ସନ୍ଥ ତାକୁ ହାତ ତଳକୁ କରିଦେବା ପାଇଁ କହିଲେ। ସନ୍ଥ ତାକୁ ବୁଝାଇ କହିଲେ, ବତ୍ସ୍ୟ, ଏହା ହେଉଛି ସର୍ବଦା ସୁଖୀ ରହିବାର ମନ୍ତ୍ର। ଜୀବନରେ ଉତ୍ଥାନ ପତନ ଆସିଥାଏ, କିନ୍ତୁ ଜୀବନରେ ସମସ୍ୟାଗୁଡ଼ିକ ଏଇ ପଥର ପରି ଛୋଟ ହେଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଧରି ରଖିବା ଦ୍ୱାରା ସେଗୁଡ଼ିକ ସ୍ଥାୟୀ ଦୁଃଖର କାରଣ ହୋଇଯାଏ। ତେଣୁ ସମସ୍ୟାଗୁଡ଼ିକୁ ଛାଡ଼ି ଦେଉଥିବା ଲୋକେ ହିଁ ସୁଖୀ ରହନ୍ତି। ଅଖଣ୍ଡ ଜ୍ୟୋତି, ଜୁନ୍ ମାସ 2026 ମସିହା, ପୃଷ୍ଠା ସଂଖ୍ୟା 17। विचारक्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचारक्रांति दूत ओडिया फेसबुक और इंस्टाग्राम सह जोड़ी हुंतु। धन्यवाद।